ଏହି ସମୟରେ ଏକ ବଡ଼ ଖବର ଆସୁଛି ଭବାନୀପାଟଣାରୁ। ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ଲାଞ୍ଚୁଆ ସରକାରୀ କର୍ମଚାରୀ। ଏଥର କୌଣସି ବାବୁ ନୁହନ୍ତି, ବରଂ ଜଣେ ବାବୁଆଣୀଙ୍କୁ ରଙ୍ଗେ ହାତ ଗିରଫ କରିଛି ଭିଜିଲାନ୍ସ ବିଭାଗ। ସରକାରୀ ଯୋଜନାରେ ପିସି କାରବାର କରୁଥିବା ବେଳେ ମାଡ଼ି ବସିଛି ଭିଜିଲାନ୍ସ ଟିମ୍। ଭବାନୀପାଟଣା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗର ଭିବିଜି ରମଜି ଆସିଷ୍ଟାଣ୍ଟ ପ୍ରିୟଙ୍କା ଜେନା ଏବେ ଭିଜିଲାନ୍ସ ଗିରଫଦାରୀରେ। ଏକ ଫାର୍ମ ପଣ୍ଡ ବା ପୋଖରୀ ଖନନ କାମ ଶେଷ ହେବା ପରେ ତାର ବିଲ୍ ପାସ୍ କରାଇଦେବା ନାଁରେ ସେ ମୋଟା ଅଙ୍କର ପିସି ଦାବି କରିଥିଲେ। ବିଲ୍ କରାଇଦେବା ବଦଳରେ ସେ ଜଣେ ବ୍ୟକ୍ତିଙ୍କ ଠାରୁ 35,000 ଟଙ୍କା ଲାଞ୍ଚ ନେଉଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ପ୍ରିୟଙ୍କା ଜେନା 35,000 ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ହିଁ ଭିଜିଲାନ୍ସ ଅଧିକାରୀ ତାଙ୍କୁ ରଙ୍ଗେ ହାତ ମାଡ଼ି ବସିଥିଲା। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯିବା ସହ ବର୍ତ୍ତମାନ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି। ସରକାରୀ ବାବୁମାନଙ୍କ ପିସି କାରବାର ଉପରେ ରୋକ ଲଗାଇବାକୁ ଭିଜିଲାନ୍ସ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଉଥିଲେ ମଧ୍ୟ ଲାଞ୍ଚୁଆ କର୍ମଚାରୀଙ୍କ ମନରେ ଏବେ ବିଭୟ ନାହିଁ। ବର୍ତ୍ତମାନ ପ୍ରିୟଙ୍କା ଜେନାଙ୍କ ଅଫିସ ସହ ତାଙ୍କ ବାସଭବନ ଉପରେ ମଧ୍ୟ ଭିଜିଲାନ୍ସର ନଜର ରହିଛି। ଏହି ଘଟଣାର ପରବର୍ତ୍ତୀ ଅପଡେଟ୍ ପାଇଁ ଦେଖୁଥାନ୍ତୁ ଆମ ନ୍ୟୁଜ୍ ଚ୍ୟାନେଲ KWMI। क्या है सुधी से बुढ़ा तुम्हें नहीं तो याद थी लेकिन एटा था ये कट्टी के साइड में चलो 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 हेलमेट कोई गाड़ी मत बोलছো बुढ़ा तुमके नहीं करो बोलছে बुढ़ा नहीं करो बोलছে मैडम साढ़े आगे बस जी दर्पण सागर पड़ा मैं आगे बस जाऊँ नमस्कार